ପାଳିତ ରାଜଧାନୀରେ ଥିବା ସାନ ଜଗନ୍ନାଥ ମନ୍ଦିର ନିକଟରେ ଏହି ଜଗନ୍ନାଥ ମନ୍ଦିର ନିକଟରେ ଆକାଶ ଦୀପ ଟଙ୍ଗା ହେଇଥିବାର ଆମେ ଦେଖିଛୁ। ଏହି ଆକାଶ ଦୀପର ବିଶେଷତ୍ୱ କ'ଣ ରହିଛି ଏହା ଉପରେ ଆମେ ପଚାରି ବୁଝିବା। ଆଜ୍ଞା କ'ଣ କହିବି? ବର୍ତ୍ତମାନ କାର୍ତ୍ତିକ ମାସ ଚାଲିଛି, ଆକାଶ ଦୀପର ଟଙ୍ଗା ହେଇଛି ଏବଂ ଆକାଶ ଦୀପର ମହତ୍ଵ ବିଶେଷତ୍ୱ ଉପରେ କ'ଣ କହିବେ? ଜୟ ଜଗନ୍ନାଥ। ଏଠା ବଡ଼ଦାଣ୍ଡସ୍ଥିତ ପାରଳା ଖେମୁଣ୍ଡିର ସାନ ଜଗନ୍ନାଥ ମନ୍ଦିର। ଏଠାରେ ଦୀର୍ଘ 1 ମାସ ବ୍ୟାପୀ କୁମାର ପୂର୍ଣ୍ଣିମା ପରଦିନ ଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏଠାରେ ହବିଶାଳୀ ମାନେ କାର୍ତ୍ତିକ ବ୍ରତଧାରୀ ମାନେ ଆକାଶ ଦୀପ ଲଗାଇଥାନ୍ତି। ସମସ୍ତ ମାନସିକଧାରୀ ଏଠାରେ ଆକାଶ ଦୀପ ଲଗାଇଥାନ୍ତି। ଏହା ଦୀର୍ଘ 1 ମାସ ବ୍ୟାପୀ ଚାଲିଥାଏ। ଏଠାରେ ପ୍ରାତଃ 4 ଘଣ୍ଟା ଠାରୁ ଠାକୁରଙ୍କର ନୀତିକାନ୍ତି ଆରମ୍ଭ ହୋଇ ପୁଣି ରାତି 9:30 ପର୍ଯ୍ୟନ୍ତ ଅନ୍ନପ୍ରସାଦ ପର୍ଯ୍ୟନ୍ତ ଏଠାରେ ସମସ୍ତ ପ୍ରକାର ନୀତିକାନ୍ତି ଚାଲିଥାଏ। ଏହି ଆକାଶ ଦୀପ 1 ମାସ ବ୍ୟାପୀ ଲଗାଇଥାନ୍ତି ନା ଏହାର ଉଦ୍ଦେଶ୍ୟ ହେଉଛି ନା ଦେବତାମାନେ କାର୍ତ୍ତିକ ମାସରେ ମର୍ତ୍ତ୍ୟମଣ୍ଡଳକୁ ଓହ୍ଲାଇଥାନ୍ତି ଏବଂ ପିତୃଲୋକମାନଙ୍କ ଉଦ୍ଦେଶ୍ୟରେ ଏହି ଆକାଶ ଦୀପଟି ପ୍ରଜ୍ୱଳିତ କରାଯାଇଥାଏ। ଏହା ସନ୍ଧ୍ୟା ଆଳତି ପୂର୍ବରୁ ଲଗାଯାଇଥାଏ। ଯାହା କହୁଥିଲେ ଦେବତାମାନେ ମର୍ତ୍ତ୍ୟମଣ୍ଡଳକୁ ଏହି କାର୍ତ୍ତିକ ମାସରେ ଆସିଥାନ୍ତି ଏବଂ ଏହାର ବିଶେଷତ୍ୱ ଉପରେ କହୁଥିଲେ। ଏହି ଆକାଶ ଦୀପ ମାସେ ଧରି ଟଙ୍ଗାଯାଏ ଏବଂ ଏହାର ବିଶେଷତ୍ୱ ରହିଛି ଯେ ମର୍ତ୍ତ୍ୟମଣ୍ଡଳକୁ କିପରି ଦେବତାମାନେ ଆସନ୍ତି ଏବଂ ଲୋକଙ୍କର କ'ଣ ରହିଛି କାର୍ତ୍ତିକ ମାସରେ ସେମାନଙ୍କର ପୁଣ୍ୟ ଅର୍ଜନ କରିବା ସକାଶେ କାର୍ତ୍ତିକ ମାସରେ ମନ୍ଦିରରେ ସନ୍ଧ୍ୟା ବେଳେ ଆଳତି ଏବଂ ସକାଳେ ମଧ୍ୟ ଜଗନ୍ନାଥଙ୍କ ଦର୍ଶନ କରିବା ସକାଶେ ଭକ୍ତଙ୍କ ସମାଗମ ହୋଇଥାଏ। ଗଜପତିରୁ ବେନନ୍ଦ ବେହେରା, ରିପୋର୍ଟର୍ସ ଟୁଡେ।